ସାଙ୍ଗର ମମି ମୋ ପାଖେ ସେ ପିଲା ପଢିଛି ହେଲା ତାକୁ ତ ଏବେ ମାର୍ଚ୍ଚ 2 ରେ ବାହାଘର କରାଯାଇଥିଲା ଆମେ ସବୁ ଥିଲୁ ଯାଇଥିଲୁ ମୁଁ ପ୍ରଥମ ତା ମା କହିଲି ସବୁ ଏମିତି ଫସେଇଲା ତାକୁ ଯେ ଇଏ ଝିଅ ଜିଦି କରି ତାକୁ ବାହାହେଲା ଡିଭୋର୍ସ ତାର ହେଇଛି ଏମାନେ ଜାଣିନଥିଲେ ଆମେ ବି କେହି ଜାଣିନୁ ମୁଁ ବହୁତ କ୍ଷେତ୍ରରେ ତାଙ୍କୁ ସପୋର୍ଟ କରେ ଦେଖିଲା ବେଳେ ଏଭଳି ଏମିତି ଆସିଛୁ ଆମେ ଦେଖିଲୁ ଏ ଆଉ କ'ଣ ମୋ ଝିଅର ଖବର ପାଇଲା ଆମେ ପାଇଲୁ ସେ 8ଟା 8:30ରେ ପାଇଲୁ ଖବର କ'ଣ ଚାହୁଁଛନ୍ତି ଆମେ ଚାହୁଁଛୁ ତାକୁ ସଜା ହଉ ମାନେ ସିଏ ଯେମିତି ଆଉ ତ ଆମେ ଆମ ଝିଅ ପାଇବୁ ନା ତାକୁ ବି ତ ଦଣ୍ଡ ଦିଆଯାଉ ଗୋଟେ ସ୍ତ୍ରୀ ଅଛି ପୁଣି ଏବେ 50 ଝିଅ ସାଙ୍ଗେ ସମ୍ପର୍କ ସେ ବି ଭିଡ଼ିଓ ବନେଇଛି ମାନେ ସେଇଟା ଇଏ କରୁଛି ଇନଷ୍ଟାରେ ଇଏ କରୁଛି ଆଉ ବହୁତ ଫଟୋ ଇଏ ସିଏ ବହୁତ ଡକ୍ୟୁମେଣ୍ଟ ତା ପାଖରେ ଅଛି ସବୁ ଘରେ ସବୁ ଇଏ କରିକି ତାକୁ ଯେମିତି ଆପଣମାନେ ଏତିକି ଅନୁରୋଧ ତାକୁ ଦଣ୍ଡ ଦିଆଯାଉ ହେଲା ଏମିତି କେତେ କାହା ଜୀବନ ସେ ନଷ୍ଟ କରିବ କମ୍ ସେ କମ୍ ଏତିକି କରାଯାଉ ହଉ ଧନ୍ୟବାଦ ସାଙ୍ଗର ମମି ମୋ ପାଖେ ସେ ପିଲା ପଢିଛି ହେଲା ତାକୁ ତ ଏବେ ମାର୍ଚ୍ଚ 2 ରେ ବାହାଘର କରାଯାଇଥିଲା ଆମେ ସବୁ ଥିଲୁ ଯାଇଥିଲୁ ମୁଁ ପ୍ରଥମ ତା ମା କହିଲି ସବୁ ଏମିତି ଫସେଇଲା ତାକୁ ଯେ ଇଏ ଝିଅ ଜିଦି କରି ତାକୁ ବାହାହେଲା ଡିଭୋର୍ସ ତାର ହେଇଛି ଏମାନେ ଜାଣିନଥିଲେ ଆମେ ବି କେହି ଜାଣିନୁ ମୁଁ ବହୁତ କ୍ଷେତ୍ରରେ ତାଙ୍କୁ ସପୋର୍ଟ କରେ ଦେଖିଲା ବେଳେ ଏଭଳି ଏମିତି ଆସିଛୁ ଆମେ ଦେଖିଲୁ ଏ ଆଉ କ'ଣ ମୋ ଝିଅର ଖବର ପାଇଲା ଆମେ ପାଇଲୁ ସେ 8ଟା 8:30ରେ ପାଇଲୁ ଖବର କ'ଣ ଚାହୁଁଛନ୍ତି ଆମେ ଚାହୁଁଛୁ ତାକୁ ସଜା ହଉ ମାନେ ସିଏ ଯେମିତି ଆଉ ତ ଆମେ ଆମ ଝିଅ ପାଇବୁ ନା ତାକୁ ବି ତ ଦଣ୍ଡ ଦିଆଯାଉ ଗୋଟେ ସ୍ତ୍ରୀ ଅଛି ପୁଣି ଏବେ 50 ଝିଅ ସାଙ୍ଗେ ସମ୍ପର୍କ ସେ ବି ଭିଡ଼ିଓ ବନେଇଛି ମାନେ ସେଇଟା ଇଏ କରୁଛି ଇନଷ୍ଟାରେ ଇଏ କରୁଛି ଆଉ ବହୁତ ଫଟୋ ଇଏ ସିଏ ବହୁତ ଡକ୍ୟୁମେଣ୍ଟ ତା ପାଖରେ ଅଛି ସବୁ ଘରେ ସବୁ ଇଏ କରିକି ତାକୁ ଯେମିତି ଆପଣମାନେ ଏତିକି ଅନୁରୋଧ ତାକୁ ଦଣ୍ଡ ଦିଆଯାଉ ହେଲା ଏମିତି କେତେ କାହା ଜୀବନ ସେ ନଷ୍ଟ କରିବ କମ୍ ସେ କମ୍ ଏତିକି କରାଯାଉ ହଉ ଧନ୍ୟବାଦ।